পরীক্ষিত মহাপাତ୍ର ସରପଞ୍ଚ ବରଦା। ସର୍ବପ୍ରଥମ ଆଜି ହେଉଛି ଓଡ଼ିଆ ନବବର୍ଷ ଏବଂ ଆମ ବରଦାର ମା ଭଗବତୀଙ୍କର ବାର୍ଷିକ ଉଡ଼ା ପର୍ବ। ଏ ବାର୍ଷିକ ଉଡ଼ା ପର୍ବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ, ଶୁଭକାମନା। ଏବଂ ଆଜି ଏକ ପବିତ୍ର ଉଡ଼ାରେ ମାଆଙ୍କ ଠାରେ ମୁଁ ପ୍ରାର୍ଥନା କରୁଛି, ଆଜି ଯେଉଁ ହଜାର ହଜାର ଭକ୍ତ ସବୁ ମାଆଙ୍କ ପୀଠରେ ରୁଣ୍ଡୀଭୂତ ହୋଇଛନ୍ତି, ମାଆ ସେମାନଙ୍କର ମଙ୍ଗଳ କରନ୍ତୁ, ମାଆ ସେମାନଙ୍କର ପରିବାରକୁ ହସ ଖୁସିରେ ରଖନ୍ତୁ। ଏବଂ ଏ ଯେଉଁ ଆମର ଉଡ଼ା ପର୍ବ, ଏ ଶହ ଶହ ବର୍ଷର ପର୍ବ। ଏଠି ଶହ ଶହ ଲୋକଙ୍କୁ, ଶହ ଶହ କର୍ମୀକୁ ନେଇକି ଅନୁଷ୍ଠାନ। ଏଠି ପାଟୁଆ ଅଛନ୍ତି, କଣ୍ଟା ଫୋଡ଼ା ପାଟୁଆ ଅଛନ୍ତି, ଦେରାସିଆ ଅଛନ୍ତି, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଏଠି ଅଛି। ଏ କାର୍ଯ୍ୟକ୍ରମ ମାସ 20 କତରୁ ମାସ 30 ପର୍ଯ୍ୟନ୍ତ 10 ଦିନ ଏ କାର୍ଯ୍ୟକ୍ରମ ଚାଲେ। ଆଜି ହେଉଛି ମୁଖ୍ୟତଃ ଆଜି ହେଉଛି ଉଡ଼ା କାର୍ଯ୍ୟକ୍ରମ। ଉଡ଼ା କାର୍ଯ୍ୟକ୍ରମ ଆପଣମାନେ ଦେଖିପାରୁଥିବେ, ହଜାର ହଜାର ଲୋକ, ଦୋକାନ ବଜାର ସବୁ ପ୍ରକାର ଏଠି ପଡ଼ିଛି। ତେଣୁ ଆଜି ଏକ ଦିନରେ ଯେ କେବଳ ବରଦା ନୁହେଁ, ଆଖପାଖ ଅଞ୍ଚଳର ପ୍ରତ୍ୟେକଟି ଗାଁ ଏ ଅନୁଷ୍ଠାନ ପ୍ରତି ସେମାନଙ୍କର ସହଯୋଗ ଅଛି, ସହାନୁଭୂତି ଅଛି, ଭଲ ପାଇବା ଅଛି। ସମସ୍ତଙ୍କର ସହଯୋଗରେ ଏ ଅନୁଷ୍ଠାନଟି ଭାରି ଶାନ୍ତି ଶୃଙ୍ଖଳା ସହକାରେ ଚାଲିଛି। ଏବଂ ମାଆଙ୍କ ଠାରେ ଆଉଥରେ ମୁଁ ପ୍ରାର୍ଥନା କରୁଛି, ମା ଭଗବତୀ ସମସ୍ତଙ୍କର ମଙ୍ଗଳ କରନ୍ତୁ। ହେଉଛି ପଣା ସଂକ୍ରାନ୍ତି, ମାସ 20ଠୁ ଘଟ ଉଠେ। ଏ ଘଟର ନୀତି ନିୟମ ଅଛି, ପ୍ରତ୍ୟେକ ଗାଁକୁ ଘଟ ଯାଏ, ପ୍ରତ୍ୟେକ ଘର ବୁଲନ୍ତି ଘଟ। ରାତି 4ଟା ବେଳେ ଘଟ ଉଠାଯାଏ। ଘଟ ଉଠା ସାରିଲା ପରେ ତାପର ଦିନ ଫେର ସେ ରାତି 7ଟାଠୁ ଘଟ ଯାଏ, ରାତି 4ଟା ପର୍ଯ୍ୟନ୍ତ ବୁଲାଯାଏ। ହେଇକି ମାସନ୍ତ ସଂକ୍ରାନ୍ତି ଏସବୁ ପର୍ବ ଚାଲେ। ପର୍ବ ସରିଲା ପରେ କଣ୍ଟା ମରା ହୁଏ, ଉଡ଼ା ହୁଏ। ମାଆଙ୍କର 8 ଦିନ ପର୍ବ ଚାଲେ। ମୁଁ ଗୋଟେ ଲୋକ 10 ଦିନ ମାଆଙ୍କର ମଙ୍ଗଳା ଦାସୀ। ଆଜିକି 12-13 ଦିନ ହେଲା ମୁଁ ଖାଇ ନାହିଁ କି ଶୋଇ ନାହିଁ, ମାଆଙ୍କର ସେବାରେ ମୁଁ ଲାଗିଛି। ପାଟୁଆ 250ରୁ 300 ପାଟୁଆ। ଯେଠି କାହାର ବିପଦ ଆପଦ ଭଲ ମନ୍ଦ ଯାହାର ପଡ଼ିଥାଏ, ସେମାନେ ମାନସିକ କରିଥାନ୍ତି ବି। ମାଆଙ୍କୁ କଣ୍ଟା ଦାନ କରାଯାଏ, ଦେହରେ ଯେଉଁ କଣ୍ଟା ଫୁଟୁଛନ୍ତି କଣ୍ଟା ଦାନ କରାଯାଏ। ଏଠି ମାଆଙ୍କୁ ଲୁଗା କଳା ଶାଢ଼ୀ ବି ପିନ୍ଧାଇ ଦିଅନ୍ତି। ଘୋଡ଼ା ଦିଆଯାଏ, ଯେଉଁ ମାଟି ଘୋଡ଼ା ବି ମାଆଙ୍କୁ ଦିଆଯାଏ। ତାପରେ କି ବୁଦା ବି ମାନସିକ କରିଦିଅନ୍ତି, ଚିତା ବି ମାଆଙ୍କୁ ମାନସିକ କରିଦିଅନ୍ତି। ସେଇଥିପାଇଁ ପାଟୁଆ କିଛି ଭକ୍ତ ରହିଛନ୍ତି, ପାଟୁଆ ହେଉଛନ୍ତି। ଜାଗିରି ଜମା ନେଇକି ଲୋକ ବି ରହିଛନ୍ତି ପାଟୁଆ ହେବା ପାଇଁ। ତାଙ୍କର କଣ୍ଟା ମରା ଅଛି, ଦାସୀ ଅଛି। ଯେତେ ଜାତିର ପାଟୁଆର ଲୋକ ଅଛନ୍ତି, ଏ ସମସ୍ତେ ହିଁ ଜମି ପାଇଛନ୍ତି ମାଆଙ୍କ କତରୁ, ଜମିଦାରଙ୍କ କତରୁ ଜାଗିରି ଜମା ପାଇକି ଏ ଠାକୁରାଣୀକୁ ଚଳେଇ ଚାଲିଛନ୍ତି। ଦୀର୍ଘ 25 ବର୍ଷ ତଳେ ପର୍ଯ୍ୟନ୍ତ ମୁଁ ଏ କତରୁ କାମ ଚାଲିଛି। କହିବି ଆପଣ ନାଁ କ'ଣ କହିଲେ? କାର୍ତ୍ତିକ ବାରିକ। କ'ଣ ଅଛନ୍ତି ମାଆଙ୍କର କ'ଣ ଅଛି? ମାଆଙ୍କର ବହୁତ ସତ। ମୁଁ ଖାଲି 18,000 ଟଙ୍କାର ଜିନିଷ କିଣିଦେଇଛି, ବ୍ୟକ୍ତିଗତ ମାଆଙ୍କ ପଇସାରୁ ମୁଁ କିଣିଦେଇଛି। ଆଉ ମାଆ ତ ଥିଲେ ପାହାଡ଼ର ପର୍ବତର ଥିଲେ, ସେ ଏଠିକି ଆସିଛନ୍ତି। ଆମର ଏଠି ଜଣେ ଥିଲା, ତାକୁ ପ୍ରଶ୍ନ ଧଇଲେ, ସେ ଯେ ପାହାଡ଼ରୁ ମାଆଙ୍କୁ ନେଇକି ଆସିଲେ। ସେଇଦିନ ତ କୀର୍ତ୍ତି ମାଆଙ୍କର ଚାଲିଛି ବହୁତ। କିମ୍ବଦନ୍ତୀ ମହିମା ବହୁତ ଭକ୍ତ ଆସନ୍ତି, ବହୁତ ବି ଭକ୍ତ ଏଥିରୁ ପରିତ୍ରାଣ ପାଇଛନ୍ତି। ସମସ୍ତଙ୍କ ମନବାଞ୍ଛା ମାଆ ପୂର୍ଣ୍ଣ କରିଛନ୍ତି। ଆଉ ମାଆଙ୍କର ତ ପର୍ବ ଆଜି ତ ଏକଦମ ମାଆଙ୍କର ଇଏ ଯେଉଁ ଆମର ଏ ଯେଉଁ ପଣା ସଂକ୍ରାନ୍ତି ଉଡ଼ା ପର୍ବ ଆଜି ମାଆଙ୍କର। ଆଉ ସବୁଦିନ ତ ମାଆଙ୍କର ପର୍ବ ଚାଲିଛି। କେତେ ବର୍ଷ ଧରି ଅବସ୍ଥାନ କଲେ? ସେମିତି କହିହେବନି। ବହୁତ ପୂର୍ବେ 200 ବର୍ଷ ପୂର୍ବରୁ ମୋର ତ ଜନ୍ମ ଜେଜେ କରୁଥିଲେ, ମୁଁ ପୁଣି ବାପା କରୁଥିଲେ, ମୁଁ ପୁଣି କରୁଛି। ମୋର ଆସି ହେଇଗଲା 78 ବର୍ଷ ମୋର ଚାଲିଛି। ଆଜ୍ଞା, ମେଳା ତଥାପି 8 ଦିନ 15 ଦିନ ଚାଲିବ। 15 ଦିନ ଚାଲିବ। ଚାଲେ, ଦୋକାନ ସବୁ ଅଛନ୍ତି, ବହୁତ ଯାତ୍ରୀ ହୁଅନ୍ତି। ସର୍ବପ୍ରଥମେ ସମସ୍ତଙ୍କୁ ନମସ୍କାର। ଆମେ ପ୍ରମୋଦ କୁମାର ଦାସ, ଉତ୍କଳ ଯୁବ ସମାଜ ଖଇରାର ସଭାପତି ତଥା ଜ୍ଞାନ ଗଙ୍ଗା ଅନ୍ତରାର ପରିଚାଳନା ନିର୍ଦ୍ଦେଶକ। ସମସ୍ତଙ୍କୁ ପ୍ରଥମେ ଚୈତି ପର୍ବ ଉପଲକ୍ଷେ ତଥା ବରଦା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ शुभकामना शुभेच्छा जनाऊँ। एक बहुत पुरातन अनुष्ठान। आखपाख अंचल समस्त अंचल अनेक पंचायत एठाक लोक मैंने आसती उपभोग करती चैती पर्वर मजा नियंती। उड़ा जात्रा ता सहित विभिन्न प्रकार दुकान बजार आनंद नियंती।
ସେଥିପାଇଁ ଆଖପାଖ ସମସ୍ତ ଅଞ୍ଚଳର ଉପସ୍ଥିତ ସମସ୍ତ ଜନସାଧାରଣ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ଆନନ୍ଦ ଉପଭୋଗ କରନ୍ତୁ। ଓଡ଼ିଶାର ପରମ୍ପରା, ଓଡ଼ିଆର ପୁରାତନ ପରମ୍ପରା ଏ ଚୈତ୍ର ପର୍ବର ଆନନ୍ଦ ନିଅନ୍ତୁ। ଅନେକ ଅନେକ ଧନ୍ୟବାଦ। ମାଙ୍କର ବହୁତ ମହିମା। ମାଙ୍କର ଯିଏ ଯାଉ କୌଣସି ମାନସିକ ରଖି ମାଙ୍କୁ ଇଏ କରନ୍ତି, ସେ ଆଶା ପୂରଣ ହୁଏ। ଆଜି ହେଉଛି ମାଙ୍କର ପୂଜା। ମାଙ୍କୁ ହେଉଛି ସେମାନେ ଯେଉଁ ପୂଜା କରିକି ଆଶା ରଖିଥାନ୍ତି, ପଣା ସଂକ୍ରାନ୍ତି ଦିନ ଆସିକି ପୂଜା କରନ୍ତି। ଯିଏ ଯାହା ମାନସିକ ରଖିଥାନ୍ତି, ଛୋଟ ବଡ଼ ମାନସିକ ଆସିକି ପୂରଣ କରନ୍ତି। ଆଉ ନହେଲେ ହେଉଛି ମାଙ୍କର ବହୁତ ମହିମା। 10 ରାତି 10 ଦିନ ଅନିଦ୍ରା ହେଇ ଘଟ ବୁଲନ୍ତି, ଆଉ ଉଡ଼ା ହୁଏ। ଆଉ ହଁ, ପୂଜାରୀ ହେଉଛନ୍ତି କାର୍ତ୍ତିକ ଚନ୍ଦ୍ର ବାରିକ। ତ ମାଙ୍କ ମହିମା ବହୁତ। ଭଗବତୀ ମା ତ ବହୁତ ବର୍ଷ କାଳରୁ କହିଲା ଭଳିଆ ପାହାଡ଼ରୁ ସେ ଆସିଥିଲେ। ମୋ ଜେଜେ କୁହନ୍ତି ବହୁତ ବର୍ଷ ତଳୁ ପାହାଡ଼ରୁ ତାଙ୍କୁ ଅଣା ହେଇଥିଲା ଏଠିକି। ଆଉ ତାଙ୍କର ମେଳା 10-15 ଦିନ ଲାଗି ଚାଲେ। ଆଉ ତାଙ୍କର ସବୁଠୁ ବର୍ଷର ଆମର ଏ ବର୍ଦା ଗାଁରେ ବର୍ଷର ସବୁଠୁ ଭଲ ପର୍ବ ହେଉଛି ଆମର ପଣା ସଂକ୍ରାନ୍ତି। ସବୁଠୁ ଭଲ ହୁଏ ଏଠି। ବହୁତ ଯାତ୍ରୀମାନେ ବହୁତ ଆସନ୍ତି ଏଠିକି ଦର୍ଶନ କରିବା ପାଇଁ ମାଆଙ୍କୁ। ମା ଯୋଉଠି ବି ଯିଏ ଡାକନ୍ତି ମାଆଙ୍କୁ, ମା ମନମାଂସ ତାଙ୍କର ପୂର୍ଣ୍ଣ କରନ୍ତି। ଆଉ ଡାକ ବି ଶୁଣନ୍ତି ବର୍ଷ ଧରିକି। ଆମର 10-15 ଦିନ ମେଳା ଲାଗି ଚାଲେ। ଆଉ ମା ଯୋଉଠି ଯିଏ ବି ଡାକେ ମାଆଙ୍କୁ, ମାଆଙ୍କୁ ଯୋଉଠି ବି ଯିଏ ଡାକିକି ଯାଏ, ମା ତାଙ୍କ ଇଚ୍ଛା ମନମାଂସା ପୂର୍ଣ୍ଣ କରନ୍ତି ମା ତାଙ୍କର। ଭଗବାନ ପଣ୍ଡା ଭଗବତୀ ଆମର ବହୁତ ଦିନ ପୁରାତନର ଠାକୁର ଆଉ ପୁରାତନ ମନ୍ଦିର। ଏଠି ପ୍ରତିବର୍ଷ ପଣା ସଂକ୍ରାନ୍ତି ପାଳନ କରାଯାଏ। ଆଉ ହଜାର ହଜାର ପାଟୁଆ ଏଠି ଆସିକି ସମାବେଶ ହୁଅନ୍ତି। ଆଉ କଣ୍ଟା ମରାଯାଏ, ଆଉ ଉଡ଼ା ହୁଏ। ଦେଖନ୍ତୁ, ଆଜି ଏ ଯେଉଁ ପଣା ସଂକ୍ରାନ୍ତି ଉପଲକ୍ଷେ ଆମ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କର ଆଜି ଯେଉଁ ଉଡ଼ା ଯାତ୍ରା ହେଉଛି ପଣା ସଂକ୍ରାନ୍ତିରେ, ନିଶ୍ଚିତ ରୂପରେ ଏହା ଏ ଅଞ୍ଚଳର ସମସ୍ତଙ୍କ ମନରେ ଏକ ଭକ୍ତିର ଜାଗରଣ ଘଟିଛି। ଏବଂ ନିଶ୍ଚିତ ରୂପରେ ମା ଭଗବତୀଙ୍କ ପୀଠ। ଏଠି ସମସ୍ତ ଭକ୍ତ ଆସୁଛନ୍ତି, ଆଶୀର୍ବାଦ ନେଉଛନ୍ତି ମାଙ୍କ ଠାରୁ। ଏବଂ ମୁଁ ମଧ୍ୟ ଆସିଥିଲି, ମାଙ୍କୁ ଦର୍ଶନ କଲି, ଆଶୀର୍ବାଦ ନେଲି। ଏହା ଆମ ଅଞ୍ଚଳ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର କଥା। ମାଙ୍କର ପୀଠ ଏଠି ଏବଂ ଆମେ ସମସ୍ତେ ମାଙ୍କ ନିକଟରେ ପ୍ରାର୍ଥନା କରିବୁ ଏ ଅଞ୍ଚଳର ବିକାଶ ପାଇଁ, ପ୍ରତ୍ୟେକ ଜନସାଧାରଣଙ୍କର କଲ୍ୟାଣ ପାଇଁ। ଏବଂ ଆଶା ରଖିବୁ ଏ ପର୍ବଟି ଆଗାମୀ ଦିନରେ ଆହୁରି ଅଧିକା ଭଲ ରୂପରେ ହୋଇ ଏ ଅଞ୍ଚଳର ନାଁ ରହୁ। ମାଙ୍କ ପୀଠରେ ଯାହା ଆମେ ଦେଖୁଛୁ ବିକାଶ ହୋଇଛି ଏବଂ ଆଗାମୀ ଦିନରେ ଆମେ ଚାହିଁବୁ ଆହୁରି ବିକାଶ ହଉ। କାରଣ এটা ସମସ୍ତଙ୍କର, କେବଳ ମୋର ନୁହଁ, ପ୍ରତ୍ୟେକଟି ଜନସାଧାରଣ ଏ ଅଞ୍ଚଳର ସମସ୍ତଙ୍କର ଇଚ୍ଛା ମାଙ୍କ ଅଞ୍ଚଳଟି ବିକାଶ ଆହୁରି ହଉ। ମୁଁ ମଧ୍ୟ ବ୍ୟକ୍ତିଗତ ହିସାବରେ ଚାହିଁବି ମାଙ୍କର ଯେଉଁ ପୀଠ ଅଛି, ପୀଠର ବିକାଶ ହୋଇ ବହୁ ଦୂରରୁ ଯେଉଁ ଆସୁଛନ୍ତି ଭକ୍ତମାନେ, ଆହୁରି ଭକ୍ତମାନେ ଆସନ୍ତୁ ଏବଂ ଏ ଅଞ୍ଚଳର ବିକାଶ ହଉ।